नमस्कार। आज आरंभ करवा टेंस टाइम। व्हाट इज द टाइम? व्हाट इज द टेंस? टेंस कौन, टाइम कौन? प्रथम को ध्यान से शुणु। ए जिनस को जहाँ मुझे कहबी ए भिडियो रे मन ध्यान देकी शुणवे जदि आपणकर टेंस बाबदर आवश्यक पड़ोनी आपण मैंने आपे आपे भी वाक्य गठन करें। ये जहाँ कि मुझे टेंस शिखा पूर्व जो नीति गुड़िक कहबी गोटे ध्यान से शुणवे आ भिडर शेष पर्यंत शुणवे। मो जेते भिडियो मो देखुंट प्रत्येक भिडियो शिक्षार भिडियो शेष पर्यंत देखिए। मुझे नाच गीत कमेडी ये सब नहीं कि आसुना प्लाटफर्म को मोर केवल प्रत्येक छात्र छात्री माने शिक्षा अर्जन करने मु शिखबार जिनस नहीं कि आसी। रंग बेरंगर भिडियो मोर नाही, तो मो जो भिडियो को देखुंट शेष पर्यंत देखु। व्हाट इज द टाइम आ व्हाट इज द टेंस? टाइम अर्थ है समय। समय हूँ एक प्रवहमान धार जो कि प्रत्येक जिनिस गति करी चली था, प्रत्येक परिवर्तन भी लगी रही था। जमीती कि दिन पर राति, राति पर दिन, बार पर बार, सप्ताह पर सप्ताह, मास पर मास, ऋतु पर ऋतु, वर्ष पर वर्ष, शताब्दी पर शताब्दी, एमिति भी जुग पर जुग परिवर्तन लगी रही। ए सबू परिवर्तन समय माध्यम हुए। समय अनुजाई ए परिवर्तन लगी रही था। दिन पर राति हो, राति पर दिन हो, कि मास पर मास हो, वर्ष पर वर्ष हो, ये सब समय अनुजाई परिवर्तन होता। जमीती भी गोटे कथा मु आपण मानक कहूँ, अतिक्रांत करुवा पदार्थ बा कार्यटी जो कार्य अतिक्रम हो जाइछि बा सरी जाइछि ताकू आपण माने अतीत, जो कार्यटी चालू रही से कार्यटी को चालू रही ताकू वर्तमान, आगु को जो कार्य जारी रहिबो आपण माने समस्ते भविष्यत बोली कहती। समयर नाम होची, समयर अन्नाम होची काल। ए समय सहित ताल देकी प्रत्येक प्राणी, प्रत्येक वस्तु, प्रत्येक कार्य, प्रत्येक घटना, प्रत्येक स्थिति गति करी चली थांती। समय होची सर्वव्यापी। समय सार्वजनिक सबू ठारे विश्वर सबुठारे समान विभक्तर यही समयटी रही। तेणु समय को तीन प्रकार बोली कहती, अतीत, वर्तमान, भविष्यत। ये अतीत, वर्तमान, भविष्यत समय समस्ते कहती। टेंस, टेंस वा भाषा होची मनुष्य मनर भाव प्रकाश करवा जहाँ किसी सृष्टि होची प्रत्येक
ପଦାର୍ଥ ଉପରେ ହଉ, ପ୍ରତ୍ୟେକ କାର୍ଯ୍ୟ ଉପରେ ହଉ, ପ୍ରତ୍ୟେକ ଘଟଣା ଉପରେ ହଉ, ପ୍ରତ୍ୟେକ ସ୍ଥିତି ଉପରେ ବିଷୟରେ ମଣିଷ ତାର ମନର ଭାବ ପ୍ରକାଶ କରିବାକୁ ହିଁ ଭାଷା କହନ୍ତି। ଭାଷା ହେଉଛି ବାକ୍ୟ ଗଠନର ପ୍ରତିଫଳନ। ଭାଷା ନହେଲେ ବାକ୍ୟ ଗଠନ ସୃଷ୍ଟି ହେଇପାରିବ ନାହିଁ। ତେଣୁ ଭାଷା ବାକ୍ୟ ଗଠନର ଯଦି ପ୍ରଥମ ହେଉଛି ତାର ପ୍ରତିଫଳନ ହେଉଛି ଭାଷା। ଭାଷାରୁ ଶବ୍ଦ, ଶବ୍ଦରୁ ବାକ୍ୟ ଗଠନ। ଯେମିତି ଆମେ ଗୋଟେ କାର୍ଯ୍ୟ ଆମେ କରୁଛନ୍ତି, ଖାଇବା ପଦଟିକୁ କ୍ରିୟା ପଦଟିକୁ ଆମେ ଯଦି ବ୍ୟବହାର କରିବା, ଯେଉଁ ଅତିକ୍ରାନ୍ତ ଖାଇବା କାର୍ଯ୍ୟଟିକୁ ଆମେ କ'ଣ କହୁଛନ୍ତି ନା ଅତୀତ ବୋଲି କହୁଛନ୍ତି। ଖାଇଲା, ଅତୀତରେ ଖାଇଲା ମାନେ ସେ ଟୋଟାଲ ଅଲରେଡ଼ି ଖିଆ ସରି ସାରିଛି, ଖାଇସାରିଛି। ସେଇ କାର୍ଯ୍ୟଟିକୁ ଆପଣମାନେ କହୁଛନ୍ତି ଅତୀତ। ଯେଉଁ କାର୍ଯ୍ୟ ଜାରି ରହିଛି, ଖାଇବା ଖାଉଛି, କାର୍ଯ୍ୟଟି ଜାରି ରହିଛି, ସେହି ସମୟରେ ଆପଣ ଯଦି ସେ କାର୍ଯ୍ୟଟିକୁ ବର୍ଣ୍ଣନା କରିବେ ତାହେଲେ ସେଠି କ'ଣ କହୁଛି, ମୁଁ ଖାଉଛି। ମୁଁ ଖାଉଛି ଅର୍ଥ କାର୍ଯ୍ୟଟି ଜାରି ରହିଛି, ସରି ନାହିଁ। ସେଇ ଜାଗାରେ ଆପଣମାନେ କହନ୍ତି ବର୍ତ୍ତମାନ। ଆଗକୁ ଯଦି ଖାଇବାର ଅଛି, ଖାଇବା କାର୍ଯ୍ୟ ଯଦି ଆଗକୁ ଜାରି ରହିବାର ଅଛି, ତାହେଲେ ଆପଣମାନେ କହନ୍ତି ଭବିଷ୍ୟତ। ଆଗକୁ କେତେବେଳେ ଖାଇବେ ତାର ଗୋଟେ ନିର୍ଦ୍ଦିଷ୍ଟ ସମୟ ନାହିଁ। ଘଣ୍ଟେ, 2 ଘଣ୍ଟା, 2 ଦିନ, 5 ଦିନ କି 5 ମିନିଟ୍। ଯଦି ଆପଣଙ୍କର 5 ମିନିଟ୍ ପରେ ଖାଆନ୍ତି ସୁଦ୍ଧା ଖାଇବା କାର୍ଯ୍ୟ ଆରମ୍ଭ ହୁଏ, ତଥାପି ଆପଣ ସେ ଭବିଷ୍ୟତରେ ବି ଯିବ। କାରଣ ଭବିଷ୍ୟତ ହେଉଛି ନିର୍ଦ୍ଦିଷ୍ଟ ନାହିଁ, କେତେବେଳେ କେଉଁ ମୁହୂର୍ତ୍ତରେ କ'ଣ କାର୍ଯ୍ୟକ୍ରମ ହେବ ସେ ସମୟର କିଛି ଗ୍ୟାରେଣ୍ଟି ନାହିଁ, ବି ଠିକ୍ ନାହିଁ। ତେଣୁ ତାକୁ ଭବିଷ୍ୟତର ଆଖ୍ୟା ଦିଆହେଇଛି। ତେଣୁ ଏସବୁ ଜିନିଷ ଯେଉଁ ଖାଇଲା, ଖାଉଅଛି, ଖାଇବ, ସମୟ ଅନୁଯାୟୀ କାର୍ଯ୍ୟକ୍ରମ ହେଉଛି। ସମୟ ସହିତ ଜଡ଼ିତ ରହିବାର କାମ ହେଉଛି। କେଉଁ ସମୟରେ ଖାଇଲା ନା ଅଲରେଡ଼ି ଖିଆ ସରିଯାଇଛି, ଅତୀତ ସମୟ ସରିଯାଇଛି। ଖାଉଛି, ବର୍ତ୍ତମାନ ଖାଉଛି, ବର୍ତ୍ତମାନ ସମୟ। ଖାଇବ, ଏ ହେଉଛି ଭବିଷ୍ୟତର ସମୟ। ତେଣୁ ଏଠୁ ଆମେ ଯାହା ଜାଣିଲେ ସମୟ ସହିତ କ୍ରିୟାର ପଦ ଜଡ଼ିତ ରହୁଛି ବା ସମ୍ପର୍କ ରହୁଛି। ସମୟ ଅନୁଯାୟୀ ଖାଇଲା, ସମୟ ଅନୁଯାୟୀ ଖାଉଅଛି, ସମୟ ଅନୁଯାୟୀ ଖାଇବ। ଅତୀତ, ବର୍ତ୍ତମାନ, ଭବିଷ୍ୟତ। ତେଣୁ ଏଇ ସମୟ ସହିତ ଜଡ଼ିତ ରହୁଥିବା କ୍ରିୟାପଦ ପାଇଁ ଏକୁ ଓଡ଼ିଆରେ ଯେତେବେଳେ କ୍ରିୟା ବା କାର୍ଯ୍ୟ ପରିବର୍ତ୍ତନ ହେଉଛି, ତେଣୁ ସେଠୁ କ୍ରିୟା ରୂପ ସୃଷ୍ଟି ହେଉଛି। କ୍ରିୟାର ଗୋଟେ ରୂପ ଅତୀତର ଥିଲା ଖାଇଲା, ବର୍ତ୍ତମାନ ଖାଉଅଛି, ଭବିଷ୍ୟତରେ ଖାଇବ। ତେଣୁ ଏଠୁ କ୍ରିୟା ରୂପ, ଓଡ଼ିଆରେ ହେଲା କ୍ରିୟା ରୂପ। ସାଂସ୍କ୍ରିଟରେ ଯେ ଆପଣମାନେ ବୁଝିବେ ତାକୁ ହେବ ଧାତୁ ରୂପ। ମୋଟାମୋଟି ଭାବରେ ଇଂରାଜୀରେ ସେଇ କ୍ରିୟାପଦ ବା କ୍ରିୟା ରୂପ ବା ଧାତୁ ରୂପକୁ ଟେନ୍ସ ବୋଲି କହନ୍ତି। ତେଣୁ ଟେନ୍ସ ସହିତ ଟାଇମ୍ର ଜଡ଼ିତ ସମ୍ପର୍କ ରହୁଛି। ସମୟ ନହେଲେ ଟେନ୍ସ ହେଇପାରିବନି, ଟେନ୍ସ ନହେଲେ ସମୟ ମଧ୍ୟ ହେଇପାରିବ ନାହିଁ। ଯେତେବେଳେ ଗୋଟେ ମଣିଷ ତାର ମନର ଭାବ ପ୍ରକାଶ କରେ, ତାହେଲେ ସେ ସମୟ ଆଉ କ୍ରିୟାପଦ ଦୁଇଟିକୁ ନେଇକି ହିଁ ସେ ମନର ଭାବ ପ୍ରକାଶ କରିଥାଏ। ଯେମିତି ଆପଣମାନଙ୍କୁ ଗୋଟେ ଉଦାହରଣ ମୁଁ ଦେଉଛି, ରାସ୍ତା ଆଉ ଗାଡ଼ି, ଏ ଦୁଇଟାଙ୍କ ଅଲଗା।
ରାସ୍ତା ଅଛି ମାନେ ଗାଡ଼ି ଚାଲିବ, ଗାଡ଼ି ଅଛି ମାନେ ରାସ୍ତା ଉପରେ ଚାଲିବ, ତା ମାନେ ରାସ୍ତା ଯାହା ଗାଡ଼ି ସେଇଆ ନୁହେଁ। ରାସ୍ତା ରାସ୍ତା ବାଟରେ ଅଛି, ଗାଡ଼ି ଗାଡ଼ି ବାଟରେ ଅଛି। ତେଣୁ ଦୁଇ ଜଣ ଆଗେ ରାସ୍ତା ଆଉ ଗାଡ଼ି ପରିପୂରକ। ସେହିପରି ଟାଇମ୍ ସହିତ ଟେନ୍ସ ହେଉଛି ପରିପୂରକ ବା ସମାନ ଜଡ଼ିତ ଭାବରେ ସମ୍ପର୍କ ରହିଛି। ସମୟ ସହିତ କାଳ ବା କ୍ରିୟାପଦ ସବୁବେଳେ ସମ୍ପର୍କ ରହିକି ଚାଲିଛି। ସମୟ ଯେଉଁ ବାଟେ ଯାଉଛି, କ୍ରିୟାପଦ ମଧ୍ୟ ତା ପଛ ଦେଇକି ସେଇ ବାଟେ ଦେଇକି ଯାଉଛି। ତେଣୁ ଏଠି ଆମେ ଜାଣିଲେ ଟାଇମ୍ ଆଉ ଟେନ୍ସ ସମ୍ପର୍କ ନିବିଡ଼ ସମ୍ପର୍କ। ଏଇ ତ କଥା ଟେନ୍ସ ଟାଇମ୍ ବାବଦରେ ମୁଁ ଆଲୋଚନା କରିଦେଲି। ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଟିକେ ଲାଇକ୍ କରିବେ, କମେଣ୍ଟ ମାଧ୍ୟମରେ ମତାମତ ଦେବେ। ଆଉ ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ଶିକ୍ଷା ଅର୍ଜନ କରିବା ପାଇଁ ମୋର ଜଡ଼ିତ ସମସ୍ତ ବନ୍ଧୁମାନଙ୍କୁ ମୁଁ ନିବେଦନ କରୁଛି, ମୋ ଭିଡ଼ିଓଟିକୁ ସେୟାର କରିବେ। କାରଣ ଓଡ଼ିଶାର ଯେଉଁ 90% ପିଲା ଆଜି ଇଂରାଜୀରେ ଦୁର୍ବଳ ଅଛନ୍ତି, ସେଇମାନଙ୍କ ପାଇଁ ମୁଁ ଆଜି ସୋସିଆଲ ମିଡ଼ିଆରେ ଆଜି ଶିକ୍ଷା ପ୍ରଦାନ କରୁଛି। ତେଣୁ ମୋ ବନ୍ଧୁମାନେ, ଆପଣମାନଙ୍କ ସାହାଯ୍ୟରେ ମୁଁ ଆଜି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଖରେ ଶିକ୍ଷା ପହଞ୍ଚେଇ ପାରିବି। ସେଥିପାଇଁ ମୋତେ ଟିକେ ସୁଯୋଗ ଦେବେ ଆଉ ମୋତେ ହେଲ୍ପ କରିବେ, ମୋ ଭିଡ଼ିଓଟିକୁ ସେୟାର କରିବେ। ନମସ୍କାର।